ଆଜିର 10ଟି ଅନୁଚିନ୍ତା। ଗୁରୁବାର ଦିନ ଭୁଲରେ ମଧ୍ୟ ଘରର ଅଦରକାରୀ ବସ୍ତୁ ବିକ୍ରୟ କରନ୍ତୁ ନାହିଁ, ନଚେତ୍ ଆପଣଙ୍କର ଆର୍ଥିକ କ୍ଷତି ହୁଏ। ଯଦି ଆପଣ ସ୍ୱପ୍ନରେ ସର୍ପକୁ ତାର ଗାତ ମଧ୍ୟରେ ପଶୁଥିବାର ଦେଖୁଛନ୍ତି, ତେବେ ଏହା ଆକସ୍ମିକ ଧନଲାଭର ଏକ ସଂକେତ ଅଟେ। ମା ମାନେ 5 ଜାଗାରେ ସିନ୍ଦୁର ଲଗାଇବା ଉଚିତ। ଆଜ୍ଞାଚକ୍ର, ଚୁଡ଼ି, କାନ, ଗଳା ଏବଂ ସିନ୍ଥି। ଛୋଟ ପିଲା ଚମକୁଥିଲେ ଶୁକ୍ରବାର ଦିନ ଗାଈର ଲାଞ୍ଜରେ ଝାଡ଼ିଲେ ଚମକିବା ଦୂର ହୁଏ। ବୋହୂ ବାପଘରେ ଓ ଶାଶୁଘରେ ଏକାଦିନ ଭୋଜନ କଲେ ଅମଙ୍ଗଳ ହୋଇଥାଏ। ବାରମ୍ବାର ଧନ ହାନି ହେଉଥିଲେ ଯେକୌଣସି ବୁଧବାର ଦିନ କିନ୍ନରମାନଙ୍କୁ ସବୁଜ ବସ୍ତ୍ର ଦାନ କଲେ ଶୁଭଫଳ ହୋଇଥାଏ। ନାରୀମାନେ ବାଥରୁମରେ ଉଲଗ୍ନ ହୋଇ ଗାଧନ୍ତୁ ନାହିଁ। ନାରୀମାନେ ସ୍ନାନ ପରେ ନିଜର ଆଙ୍ଗୁଳିରେ ସିନ୍ଦୁର ପିନ୍ଧନ୍ତୁ ନାହିଁ। କେବଳ ରୂପା କଣ୍ଟା କିମ୍ବା ଝିଙ୍କ କାଠିରେ ସିନ୍ଦୁର ପିନ୍ଧନ୍ତୁ। ପୁରୁଷର ଡାହାଣ ହାତ ପାପୁଲି ଏବଂ ନାରୀର ବାମ ହାତର ପାପୁଲି କୁଣ୍ଡେଇ ହେଲେ ଶୁଭଫଳ ମିଳିଥାଏ। ବରର ଅଯୁଗ୍ମ ବର୍ଷ ଏବଂ କନ୍ୟାର ଯୁଗ୍ମ ବର୍ଷ ହୋଇଥିବା ସମୟରେ ବିବାହ କଲେ ମଙ୍ଗଳ ହୋଇଥାଏ। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଆମ ଭିଡ଼ିଓଟି ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।